ଆଜିର ପ୍ରସଙ୍ଗ ଜଳବାହିତ ରୋଗର କାରଣ ଓ ନିରାକରଣ। ଆଲେଖ୍ୟ ଓ ଉପସ୍ଥାପନରେ ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା। ବର୍ଷା ଲାଗି ରହିବା ଫଳରେ ଜୀବାଣୁ, ପରଜୀବୀ ଆଉ ଭୂତାଣୁ ତାହାର ଚଳାଚଳ ଅନେକାଂଶରେ ବଢି ଯାଇଥାଏ। ଯେମିତି ମାଟିର 4-5 ଫୁଟ ଭିତରେ ଯୋଉ ରହୁଥିବା ପାଣି, ସେମାନଙ୍କ ଭିତରେ ଜୀବାଣୁର ପ୍ରବାହ ଆଉ କନେକ୍ସନ୍ସ ଫ୍ରିକ୍ୱେଣ୍ଟଲି ରହିଥାଏ। ଆଉ ଗୋଟିଏ ଜାଗାର ଇନଫେକ୍ସନ ଆଉ ଗୋଟିଏ ଜାଗାକୁ ସ୍ପ୍ରେଡ୍ କରିବାର ବିପଦ ରହିଥାଏ। ଦ୍ୱିତୀୟ ବିପଦ ହେଲା ଫ୍ଲାଇସ୍, ମଶା କହନ୍ତୁ, ମାଛି କହନ୍ତୁ, ବିଭିନ୍ନ ପ୍ରକାର ଇନସେକ୍ଟସ କୁହନ୍ତୁ, ସେମାନଙ୍କର ସଂଖ୍ୟା ବଢିଥାଏ। ତୃତୀୟରେ ହେଲା ପାଣି। ଆମେ ଯେତେ ଚେଷ୍ଟା କଲେ ବି ଯଦି ପାଣି ଦୂଷିତ ହେଇଗଲା ବା ପାଣି ଅଶୋଧିତ ହେଇଗଲା, ତାହେଲେ ତାହା ରୋଗର କାରଣ ହେଇଥାଏ। ତ ଏଇ ସବୁ ବିପଦ ଥାଏ। ତା ଛଡା ପବନ ବାହିତ ଜୀବାଣୁ, ଭୂତାଣୁ ଓ ପରଜୀବୀ ମଧ୍ୟ ଆମର ଇନଫେକ୍ସନ କରିଥାନ୍ତି। ରୋଗକୁ ଜୀବାଣୁ, ଭୂତାଣୁ ଓ ପରଜୀବୀରେ ବିଭକ୍ତ କରିପାରିବେ, କିମ୍ବା ସିଷ୍ଟମ ୱାଇଜ ଆମର ଶ୍ୱାସନଳୀ ପ୍ରଦାହ, ଆମର ପେଟ ଓ ଝାଡା ରୋଗ, ଆଉ ବିଭିନ୍ନ ପ୍ରକାର ଜୀବାଣୁ ଓ ପରଜୀବୀ ଯାହାକି ଭେକ୍ଟର ଦ୍ୱାରା ବ୍ୟାପିଥାନ୍ତି, ମାଛି ହୁଅନ୍ତୁ, ମଶା ହୁଅନ୍ତୁ, ସେମାନଙ୍କୁ ଗୋଟେ ସେକ୍ସନ କରିପାରିବେ। ହାତ ଧୋଇବା ଦ୍ୱାରା ଶତକଡ଼ା 90% ପେଟ ଇନଫେକ୍ସନ କମି ଯାଉଛି। କେବଳ ହାତ ଧୋଇବା ଦ୍ୱାରା ଶତକଡ଼ା 100% ଅପରେସନ ଥିଏଟରର ପୋଷ୍ଟ ସର୍ଜିକାଲ ଇନଫେକ୍ସନ କମି ଯାଉଛି। ତାପରେ ପାଖାପାଖି 100 ବର୍ଷ ପୂର୍ବରୁ ହାତ ଧୋଇବାର ଉଦ୍ଭାବନ କରିଥିବା ଲୋକଟିକୁ ନୋବେଲ ପୁରସ୍କାର ଦିଆଯାଇଥିଲା, ଯୋଉମାନଙ୍କର ଅଭ୍ୟାସ ହାତ ନ ଧୋଇ ଖାଇବା। ଆମେ ଆମର ଘରେ ଗୋଟେ ସାଧାରଣ ଟିଚିଂ ଥାଏ ଯେ ଯେତେବେଳେ ଆମେ ଖାଇବାକୁ ଯିବା ବା କିଛି ଖାଦ୍ୟ ପାଟିକୁ ନବା, ଧରିବା ହାତରେ, ଆମେ ହାତ ଧୋଇକି ବ୍ୟବହାର କରିବା, ବା ଗୋଟେ ସଫା ଚାମଚରେ ହଉ ବା ଗୋଟେ ଗ୍ଲୋଭ୍ସ ପିନ୍ଧିକି ହଉ ବା ହାତ ଧୋଇବା ଦ୍ୱାରା ହଉ, ଆମେ ଗୁଡ଼ାଏ ଇନଫେକ୍ସନ ପ୍ରିଭେଣ୍ଟ କରିଦେଇଥାଉ। ଆମର ସେଇ ଅଭ୍ୟାସ ଟିକକ ଏବେ ଡେଭଲପ କରିନି। ସବୁ କାମ ପାଇଁ ଆମକୁ ସଫା ପାଣି ଦରକାର, ଯାହାକି ଇନଫେକ୍ସନ କରିବ ନାହିଁ। ଅନେକ ଏମିତି ଭୂତାଣୁ, ଜୀବାଣୁ ଅଛନ୍ତି ଯୋଉମାନେ ଜୀବଜନ୍ତୁଙ୍କର ଭୂତାଣୁ ମଣିଷ ପାଖରେ ପାଥୋଲୋଜି କରିଥାନ୍ତି। ଯେମିତିକି ଆମେ କୋଭିଡ ଭୂତାଣୁ ଦେଖିଲେ, ଅନେକ ଏମିତି ଭୂତାଣୁ ଥାନ୍ତି ମଣିଷର ଭୂତାଣୁ, କିନ୍ତୁ ଜୀବଜନ୍ତୁଙ୍କ ପାଖରେ ମଧ୍ୟ ପାଥୋଲୋଜି କରିପାରନ୍ତି। ତେଣୁ ଆମ ଘରେ ଯୋଉମାନେ ପେଟ୍ ଅଛନ୍ତି, ପୋଷା ଜୀବଜନ୍ତୁ ଅଛନ୍ତି, କୁକୁରଟିଏ ହଉ କି ବିଲେଇଟିଏ ହଉ କି ନେଉଳଟିଏ ହଉ, ସେମାନେ ମଧ୍ୟ ବାହାରୁ ଇନଫେକ୍ସନ ଆଣିବାର ସମ୍ଭାବନା ଅଛି। ତ ଯେତେବେଳେ ଜଣେ ଘରେ ଏଇ ପ୍ରକାର ପେଟଙ୍କ ସାଙ୍ଗରେ ରହୁଛନ୍ତି ବା ତାଙ୍କୁ ଆଉଁଶୁଛନ୍ତି ବା ସେମାନେ ଖାଇବା ଜାଗାରେ ବା ବେଡରେ ଲିଭିଂ ସ୍ପେସରେ ଅଛନ୍ତି, ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ। ସେମାନେ ବି ଏହି ଜୀବାଣୁ, ଭୂତାଣୁ ଓ ପରଜୀବୀର ବାହକ ହେଇପାରନ୍ତି। ଆମର ପାଠ କହୁଛି, ସାଇନ୍ସ କହୁଛି, ଅନ୍ତତଃ ପକ୍ଷେ ଆମର କିଚେନ ବା ଖାଇବା ଜାଗାଠୁ 30 ମିଟର ଦୂରରେ ଟଏଲେଟ ରହିବା କଥା, ବା ଶୌଚ ହବା ଜାଗା ରହିବା କଥା, ବା ଆମର ଯୋଉ ବର୍ଜ୍ୟବସ୍ତୁ ରହିବା କଥା। ସୌଭାଗ୍ୟବଶତଃ କଲେରାର ଗୋଟେ ଟୀକା ଅଛି, ତାହା ଆମ ଦେଶରେ ମଧ୍ୟ ଉପଲବ୍ଧ ଅଛି। ମେଡିକାଲ ଭ୍ୟାକ୍ସିନେସନ ସେଡ୍ୟୁଲରେ ଅଛି, ଯୋଉଟା କି ନର୍ମାଲ ଭ୍ୟାକ୍ସିନେସନ ନୁହେଁ, କିନ୍ତୁ ଇନଫେକ୍ସନ ହେଲା ପରେ ଟୀକାର କିଛି ରୋଲ ନଥାଏ। ଆଉ ଯୋଉମାନେ ହାଇ ରିସ୍କ ପେସେଣ୍ଟସ୍, ବୟସ୍କ ଲୋକ, 60ରୁ ବୟସ୍କ ଲୋକ, ଡାଇବେଟିସ୍ ରୋଗୀ, ଗର୍ଭବତୀ ସ୍ତ୍ରୀ ଲୋକ, ଛୋଟ ପିଲା, କ୍ୟାନ୍ସର ରୋଗୀ, ହୃଦରୋଗୀ, ଶ୍ୱାସ ରୋଗୀ, ସେମାନଙ୍କୁ ନିହାତି ଭାବରେ ଆମେ ଟୀକା ଦେଇଦେବା କଥା, ଯେମିତିକି ସେମାନେ ଆକ୍ରାନ୍ତ ହେବେ ନାହିଁ। ଆଉ ଗୋଟେ ଜିନିଷ ଇମ୍ପୋର୍ଟାଣ୍ଟ, ଆମେ ଯେତେବେଳେ ଫ୍ରୁଟ୍ସ ଖାଉଛେ, ସବୁବେଳେ ଆମେ କଭର ଥିବା ଫ୍ରୁଟ୍ସ ଖାଇବା। ଏଇ ସମୟରେ, ବର୍ଷା ଦିନରେ ବା ଏଇ ମହାମାରୀ ସମୟରେ, ଧରନ୍ତୁ ଗୋଟେ ସେଓ ହେଲା କି ଗୋଟେ ଆମ୍ବ ହେଲା, ଯାହାକୁ ଆମେ ଭଲ ଭାବରେ ଧୋଇନେ କି ବ୍ୟାକ୍ଟେରିଆ ଫ୍ରି କରିନେ, ଆମେ ସିଧା ତାକୁ ଧରିକି ଖାଇବା ଆରମ୍ଭ କଲା, ତାହେଲେ ନିଶ୍ଚିତ ଭାବରେ ସେଠି ଯଦି କିଛି କଣ୍ଟାମିନେସନ ଥିବ, ତାହା ଆମକୁ ଆକ୍ରାନ୍ତ କରିପାରେ। ତେଣୁ ଚୋପା ଥିବା ଫଳ ଖାଇବା କିମ୍ବା ବିଲକୁଲ ଫଳ ଖାଇବା ନାହିଁ, ଏଇଟା ହେଲା ଡିକ୍ଟେମ୍। ପରିବେଶ ପୁରା ସଫାସୁତୁରା ରଖିବା, ବାଥରୁମ୍ ଟୁ ବେଡରୁମ୍ ଯାଏ, କିଚେନ ଟୁ ଲିଭିଂ ସ୍ପେସ୍ ଯାଏ। ସୋସିଆଲ ମିଡିଆ ସେଭି ହେଇଗଲେଣି, ତ ସେ ଜାଗାରେ ସୋସିଆଲ ମିଡିଆଠୁ ଆଉ ସହଜ ଆଉ ମାସକୁ ପହଞ୍ଚିବା ପାଇଁ ଭଲ ଉପାୟ କିଛି ନାହିଁ। ତ ମୁଁ ଆଶା କରିବି ଯେ ଆମର ସରକାରଙ୍କର, ଆମର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର, ଆମର ବିଭିନ୍ନ ରେଗୁଲେଟରୀ ଅଥରିଟିଙ୍କର ଯେଉଁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି, ସେଠି ଏଇ ଯେଉଁ ଇନଷ୍ଟ୍ରକ୍ସନ୍ସ, ଏଇ ଯେଉଁ ଡିସ୍କସନ୍ସ, ଏଇ ଯେଉଁ କଣ୍ଟ୍ରୋଲ ମେଜର୍ସ, ଏଇ ଯେଉଁ ହେଲ୍ଦି ପ୍ରାକ୍ଟିସେସ୍, ଏହା ୱାଇଡଲି ସ୍ପ୍ରେଡ୍ ହେବା ଦରକାର। ଯେଉଁମାନେ ସଚେତନ ନାହାନ୍ତି ତାଙ୍କୁ ଆମେ ଅତି ଶୀଘ୍ର ସଚେତନ କରିଦେଇ ପାରିବା।